ମାଆର ସୁନ୍ଦର କାହାଣୀ। ଏହା ବହୁତ ଦିନ ପୂର୍ବର କଥା। ଏକ ସହର ଥିଲା। ସେହି ସହରରେ ମନୁ ନାମ ପିଲାଟି ତାଙ୍କ ମା ସହିତ ରୁହନ୍ତି। ମନୁଙ୍କର ବୟସ ପ୍ରାୟ 6 ବର୍ଷ ଥିଲା। ମନୁଙ୍କ ମା ମନୁଙ୍କୁ ବହୁତ ଭଲ ପାଉଥିଲା ଏବଂ ମନୁ ମଧ୍ୟ ମାଙ୍କୁ ବହୁତ ଭଲ ପାଉଥିଲେ। ମନୁଙ୍କ ମା ମନୁଙ୍କୁ ପ୍ରତିଦିନ ଭଲ ଭଲ ଖାଦ୍ୟ ରାନ୍ଧି ଖାଇବାକୁ ଦେଉଥିଲା। ମନୁକୁ ମଧ୍ୟ ନୂଆ ନୂଆ ଖାଦ୍ୟ ଖାଇବାକୁ ଭଲ ପାଏ। ଏମିତି ହିଁ ଦୁହେଁ ସବୁବେଳେ ଖୁସିରେ ରହୁଥିଲେ। ଦିନେ ମନୁର ମା ମନୁ ପାଇଁ ଲଡ଼ୁ ତିଆରି କଲା। ଲଡ଼ୁ ତିଆରି କରିବା ପରେ ମନୁଙ୍କ ମା ସେହି ସମସ୍ତ ଲଡ଼ୁକୁ ଏକ ଗ୍ଲାସ ବାକ୍ସରେ ରଖିଦେଲା। ଏହାପରେ ସେ ବଜାରକୁ ଗଲେ। ବଜାରକୁ ଯିବା ପୂର୍ବରୁ ମନୁଙ୍କ ମା ମନୁଙ୍କୁ କହିଥିଲେ ସର୍ବପ୍ରଥମେ ମନୁ ନିଜର ସ୍କୁଲ କାର୍ଯ୍ୟ ସମାପ୍ତ କରିବା ପାଇଁ। ଏହାପରେ ସେ ଏହି ଲଡ଼ୁ ଖାଇପାରିବ। ମନୁ ମଧ୍ୟ ଶୀଘ୍ର ଶୀଘ୍ର ନିଜ କାର୍ଯ୍ୟ ସମାପ୍ତ କରିଦେଲା। ମନୁ ଚାହୁଁଥିଲା ଯେ ମା ଆସିବା ପୂର୍ବରେ ସମସ୍ତ ଲଡ଼ୁ ଖାଇସାରିବା ପାଇଁ। ତାପରେ ମନୁ ଲଡ଼ୁ ବାକ୍ସରେ ନିଜ ହାତ ପୂରେଇ ବହୁତ ସାରା ଲଡ଼ୁକୁ ହାତରେ ଧରିଲା। ଏହାପରେ ଯେତେବେଳେ ମନୁ ବାକ୍ସରୁ ଲଡ଼ୁ ବାହାର କରିବାକୁ ଚେଷ୍ଟା କରୁଥିଲା ସେତେବେଳେ ଏହି ବାକ୍ସରୁ ଲଡ଼ୁ ବାହାରୁ ନଥିଲା। ବାକ୍ସର ମୁହଁ ଛୋଟ ହେବା କାରଣ ମନୁଙ୍କ ହାତ ଅଟକି ଯାଇଥିଲା। ମନୁ ବହୁତ ଚିନ୍ତିତ ଥିଲା। ଠିକ୍ ସେତିକି ବେଳେ ମନୁଙ୍କ ମା ପଛରୁ ଆସିଲେ ଏବଂ ସେ ମନୁଙ୍କୁ କହିଲା କି ମନୁ ପୁଅ, ତୁମେ ବହୁତ ସାରା ଲଡ଼ୁକୁ ଛାଡ଼ିକରି ଗୋଟିଏ କିମ୍ବା ଦୁଇଟି ଲଡ଼ୁ ଏହି ବାକ୍ସରୁ କାଢ଼ିନିଅ। ମାଙ୍କ କଥା ଶୁଣିବା ପରେ ମନୁ ଠିକ୍ ସେହିପରି ହିଁ କଲା ଏବଂ ତାପରେ ମନୁଙ୍କ ହାତ ବାକ୍ସରୁ ବାହାରକୁ ବାହାରିଲା। ଏହାପରେ ମନୁଙ୍କ ମା ମନୁଙ୍କୁ କହିଲା, ମୋତେ କୁହ ପୁଅ, ଏଥିରୁ ତୁମେ କ'ଣ ଶିଖିଲ? ତାପରେ ମନୁ କହିଲା, ମୁଁ ଶିଖିଲି ଯେ ଆମେ କିଛି ବି ଜିନିଷ ଉପରେ ଲୋଭ କରିବା ଉଚିତ ନୁହେଁ ଏବଂ ଯେତିକି ଦରକାର ହେବ ସେତିକି ହିଁ ନେବା ଉଚିତ।